ଜୟ ମା ଗଜଲକ୍ଷ୍ମୀ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ୍ ଏବଂ ଶୁଭକାମନା ମଧ୍ୟ। ଫ୍ରେଣ୍ଡସ୍, ଆଜିର ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଖାସ୍ ଏବଂ ମହତ୍ତ୍ୱପୂର୍ଣ୍ଣ ହେବା ପାଇଁ କି ଯାଉଅଛି। ଆଜି ଆମେ ଜାଣିବା ନବଗ୍ରହଙ୍କର ଉପସ୍ଥିତି ଅନୁସାରେ ଆପଣମାନଙ୍କ ପାଇଁ କିପରି ଭାବରେ ସାବ୍ୟସ୍ତ ମଧ୍ୟ ହେବ, କ'ଣ ଚମତ୍କାର ମଧ୍ୟ ହେବ। ଆଶ୍ଚର୍ଯ୍ୟଜନକ ଭାବରେ ନବଗ୍ରହମାନଙ୍କର ସ୍ଥିତି ଆପଣମାନଙ୍କ ଜୀବନରେ କିପରି ଭାବରେ ଆପଣମାନଙ୍କର ପ୍ରଭାବ ମଧ୍ୟ ପକାଇବ। ବନ୍ଧୁଗଣ, ଯଦି ଆମେ କହିବା କି ନୂଆ ସ୍ଥିତିର ମଉକା ନେଇକି ମଧ୍ୟ ଆସୁଅଛି, ଯଦି କହିବା ସୌଭାଗ୍ୟ, ସମୃଦ୍ଧି, ସୁଖ, ରିଦ୍ଧି, ସିଦ୍ଧି, ସ୍ୱାସ୍ଥ୍ୟ ଏବାରିକ ସମସ୍ୟା, ଶୁଭ ଆଗମନ ମଧ୍ୟ ହେବା ପାଇଁ କି ଯାଉଅଛି। ହଁ ଆଜ୍ଞା, ଆପଣମାନେ ଠିକ୍ ଶୁଣିଲେ। ଆପଣମାନଙ୍କ ଭାବରେ ଭଲ ସାବ୍ୟସ୍ତ ମଧ୍ୟ ହେବ, ଯାହା ବିଷୟରେ କି ମୁଁ ଆପଣମାନଙ୍କ ସାଥିରେ ଆଲୋଚନା ମଧ୍ୟ କରିବା। ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ବିଶେଷ ହୋଇକିନା ରହିବ। ଆମେ ବିଶେଷ ଭାବରେ ଜାଣିବା କ'ଣ ୟୁଟର୍ନ ଘଟିବ ଆପଣମାନଙ୍କ ଜୀବନରେ, କ'ଣ ସବୁ ମିରାକେଲ୍ ହେବ ଆପଣମାନଙ୍କ ଲାଇଫ୍ରେ ମଧ୍ୟ, ସେ ବିଷୟରେ ମଧ୍ୟ ଆପଣମାନଙ୍କୁ ମୁଁ କହିବି। ତେବେ ଫ୍ରେଣ୍ଡସ୍, ଯଦି କହିବା କି ଆପଣମାନଙ୍କୁ ରାଶିଚକ୍ରର ମହତ୍ତ୍ୱ ଆମମାନଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ହୋଇକିନା ରହିଥାଏ, ଯଦି କହିବା କି ଏହା ବିଷୟରେ କି ଇତିହାସ ସାକ୍ଷୀ ମଧ୍ୟ ରହିଅଛି। ଜୀବନରେ ପ୍ରତ୍ୟେକ ସମୟ, ପ୍ରତ୍ୟେକ ଦିନ, ପ୍ରତ୍ୟେକ ମାସ ଜୀବନର ନୂତନ ଅଧ୍ୟାୟ ପାଇଁକିନା ଆରମ୍ଭ ମଧ୍ୟ ହୋଇଥାଏ। ତାହା ଆପଣମାନଙ୍କ ଲାଇଫ୍ରେ ଆଧ୍ୟାତ୍ମିକତା ପାଇଁକି ହେଇଥାଉ କିମ୍ବା ଭୌତିକ ପାଇଁକି ହେଇଥାଉ। ଫ୍ରେଣ୍ଡସ୍, ଆଦିକାଳରୁ ହିଁ ମଣିଷର ପ୍ରକୃତି ଧନ ସମ୍ପତ୍ତି ପ୍ରାପ୍ତ କରିବା ପାଇଁକିନା ଇଚ୍ଛା ମଧ୍ୟ କରିଥାଏ ଏବଂ ତା ପାଇଁକି ଅନେକ ପ୍ରୟାସ ମଧ୍ୟ କରିଥାଏ। ଏଥିପାଇଁକିନା ପ୍ରତ୍ୟେକ ଇଚ୍ଛା ମହାଲକ୍ଷ୍ମୀ ଗଜଲକ୍ଷ୍ମୀଙ୍କ ପାଇଁକି ହେଇଥାଏ। ଫ୍ରେଣ୍ଡସ୍, ବେଳେବେଳେ ମନୁଷ୍ୟଙ୍କ ଜୀବନରେ ଗ୍ରହମାନଙ୍କର ଏପରି ସ୍ଥିତି ବନିଥାଏ ଯାହାଦ୍ୱାରା କି ମନୁଷ୍ୟମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ସବୁ ପରିବର୍ତ୍ତନ ବିଷୟରେ ମଧ୍ୟ ଆଲୋଚନା କରିବା କି ଆପଣମାନଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ମଧ୍ୟ ଘଟିବ। ହଁ ଆଜ୍ଞା, ଆପଣମାନଙ୍କୁ ମୋର ଗୋଟିଏ ଅନୁରୋଧ କି ଆପଣମାନଙ୍କର ଯଦି ସିଂହ ରାଶି ହେଇଥାଏ, ତେବେ ଆପଣମାନେ ଏବେ ହିଁ ଯାଇକି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ମିଳିପାରିବ ଏବଂ ସିଂହ ରାଶିର ବ୍ୟକ୍ତିବିଶେଷମାନେ ବହୁତ ଭଲ ରେଜଲ୍ଟ ମଧ୍ୟ ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଗ୍ରହମାନଙ୍କର ଉପସ୍ଥିତି ପାଇଁକିନା ଦୁର୍ଯ୍ୟୋଧନଙ୍କୁ ମଧ୍ୟ ହସ୍ତିନାପୁରର ରାଜତନ୍ତ୍ର ପ୍ରାପ୍ତ ମଧ୍ୟ ହୋଇଥିଲା, ଆଉ ଏହି ଅଭିଶାପରୁ ମଧ୍ୟ ରାଜା ହରିଶ୍ଚନ୍ଦ୍ରଙ୍କୁ ଦ୍ୱାର ଦ୍ୱାର ବୁଲିବାକୁ ମଧ୍ୟ ପଡ଼ିଥିଲା। ଫ୍ରେଣ୍ଡସ୍, ଯଦି କହିବା ଏମାନଙ୍କର ସ୍ଥିତି ବିଶେଷ ଭାବରେ ଆପଣମାନଙ୍କ ପାଇଁ ମଧ୍ୟ ଖାସ୍ ରହିଛି। ଆପଣ ନିଜେ ଦେଖିବେ ଗ୍ରହମାନଙ୍କର ଏହି ସ୍ଥିତି କ'ଣ ସବୁ ପରିବର୍ତ୍ତନ ଭବିଷ୍ୟତ ଜୀବନ ପାଇଁ ବିଚାର କରିବେ। ଆପଣମାନଙ୍କର ଜୀବନସାଥୀ ସହିତ ତାଳମାଳ ସୁସମ୍ପର୍କ ଅତି ନିବିଡ଼ ହୋଇ ଗଢ଼ି ତୋଳିବ। ତାହା ସହିତ ଆପଣମାନଙ୍କର ଭଲ ବ୍ୟବହାର ଯୋଗୁଁ ଲୋକମାନେ ଆପଣମାନଙ୍କ ସହ ସାଙ୍ଗ ହେବେ ଏବଂ ପ୍ରଶଂସା ମଧ୍ୟ ବହୁତ ମାତ୍ରାରେ କରିବେ। ଆପଣମାନେ ଆପଣମାନଙ୍କ ଲଭର୍ ସହିତ କିଛି ବାଦବିବାଦ ମଧ୍ୟ କରିପାରନ୍ତି। ଜୀବନସାଥୀଙ୍କ ସହିତ ଆପଣମାନଙ୍କର ପ୍ରେମର ଅନୁଭବ ମଧ୍ୟ ହେଇଯିବ। ପରିବାରର ଭରପୁର ପ୍ରେମ ଏବଂ ଖୁସି ଆପଣମାନଙ୍କୁ ପ୍ରାପ୍ତ ମଧ୍ୟ ହେବ। ଆପଣମାନେ ଯଦି ଏ ଦିନରେ କିଛି ନୂଆ କରିବାକୁ ଚାହୁଁଥିଲେ, ତେବେ ତା ପାଇଁ ମଧ୍ୟ ତାଲା ଖୋଲିଯିବ। ଆପଣମାନେ ଯେଉଁ ସବୁ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରୁଥିଲେ, ସେସବୁ ମଧ୍ୟ ଟାଇମ୍ରେ ଆପଣମାନଙ୍କର ଶେଷ ମଧ୍ୟ ହେଇଯିବ, ଯାହାଦ୍ୱାରା ଆପଣମାନେ ବହୁତ ଖୁସି ହେବେ। ମାନେ ଯୋଗୀ ଋଷି ମୁନିଙ୍କ ସହିତ ଆପଣମାନଙ୍କର ସାକ୍ଷାତ ମଧ୍ୟ ହେଇପାରେ, ଯାହା ଆପଣମାନଙ୍କ ପାଇଁ ଭବିଷ୍ୟତ ଜୀବନ ପାଇଁ କାଫି ଖୁସି ମଧ୍ୟ ପ୍ରାପ୍ତ ହେବ ଏବଂ ଯିଏ ଯେଉଁ ବି କାମ କରନ୍ତୁ ନା କାହିଁକି, ତାଙ୍କୁ ସେ ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପଦୋନ୍ନତି ମିଳିବ। ଯେଉଁ ବ୍ୟକ୍ତିମାନେ ବିଜନେସ୍ କରୁଛନ୍ତି, ବିଜନେସ୍ କ୍ଷେତ୍ରରେ ଆପଣମାନଙ୍କୁ ଉନ୍ନତି ମଧ୍ୟ ମିଳିବ। ଫ୍ରେଣ୍ଡସ୍, ଆପଣମାନଙ୍କୁ ତ ସବୁ କିଛି ମିଳିବ, କିନ୍ତୁ ଆପଣମାନେ ଟିକେ କ୍ରୋଧ ଉପରେ ଆପଣମାନଙ୍କର ନିୟନ୍ତ୍ରଣ ରଖିବେ। ଖୁସି ମିଳିବ। ଯଦି ଆପଣମାନେ କ୍ରୋଧ ହେବେ,
ତେବେ ଆପଣମାନଙ୍କୁ ସେସବୁର କିଛି ବି ଲାଭ ମିଳିବ ନାହିଁ। କାହିଁକିନା କ୍ରୋଧ ମଣିଷର ବହୁତ ବଡ଼ ଶତ୍ରୁ ହୋଇଥାଏ। ଆପଣଙ୍କ ଭାଗ୍ୟରେ ଯେତେ ବି ଭଲ ଆସିଥାଉ ନା କାହିଁକି, ଆପଣମାନେ ଯଦି ସେସବୁ କାମକୁ କ୍ରୋଧରେ କରିବାକୁ ଚାହୁଁଥିବେ ତେବେ ସେ କାମ ବିଗାଡ଼ି ମଧ୍ୟ ଯିବ। ଯଦି ଆପଣମାନଙ୍କୁ ମୁଁ କ୍ୟାରିୟର ବିଷୟରେ ଆପଣମାନଙ୍କର କହିବି, ତେବେ ଆପଣମାନେ ଆପଣମାନଙ୍କର କାମକୁ 2 ଗୁଣା କିମ୍ବା 4 ଗୁଣା ଭାବରେ କରିକି ଆପଣମାନେ ସବୁ କ୍ଷେତ୍ରରେ ଲାଭ ହିଁ ଲାଭ ପାଇପାରିବେ। କଥାରେ ଅଛି ପରା, ବେଳ ହୁ ଗୋବିନ୍ଦ ସୁମିର। ତା ଅର୍ଥ ହେଉଛି ବେଳ ଥାଉ ଥାଉ ସବୁ କାମ କରିବା ନିହାତି ଦରକାର। କାରଣ ବେଳ ବୁଡ଼ିଗଲେ ଆଉ ତ କାମ ଆସେନି ଏବଂ ସମୟ କାହାକୁ ବି ଅପେକ୍ଷା କରିନଥାଏ। ତେଣୁ ସମୟ ସମୟ ମଧ୍ୟରେ ଆପଣମାନେ ଯଦି ଆପଣମାନଙ୍କର କାମ କରିଦେବେ, ତେବେ ଆପଣମାନେ ସବୁ କ୍ଷେତ୍ରରେ ଲାଭ ହିଁ ଲାଭ ପାଇପାରିବେ। ତେଣୁକରି ଆପଣମାନେ ସମୟକୁ ବହୁତ ବଡ଼ ଭାଗ୍ୟବାନ ବୋଲି ଭାବନ୍ତୁ ଏବଂ ସମୟର ମୂଲ୍ୟ ମଧ୍ୟ ବୁଝନ୍ତୁ। ତା ସହିତ ଫ୍ରେଣ୍ଡସ୍, ଆପଣମାନେ ପାରିବାରିକ କଳହ ଠାରୁ ଦୂରେଇ ରୁହନ୍ତୁ। କାହିଁକିନା ଆପଣମାନଙ୍କ ଉପରେ ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଅଛି। ତ ଆପଣମାନେ କଳହ ଠାରୁ ଦୂରେଇ ରୁହନ୍ତୁ। ବ୍ୟାୟାମ କରିବା ସମୟରେ ଆପଣମାନେ ସଠିକ୍ ନିୟମ ପାଳନ କରି ବ୍ୟାୟାମ କରନ୍ତୁ, ଯାହାଫଳରେ ଆପଣମାନଙ୍କର ସ୍ୱାସ୍ଥ୍ୟ ଅତି ନିବିଡ଼ ହୋଇ ରହିବ। ନଚେତ୍ ଆପଣମାନଙ୍କୁ ଛୋଟ ମୋଟ ଆଘାତ ମଧ୍ୟ ଲାଗିପାରେ। ଭଗବାନ ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଯୋଗୁଁ ଆପଣମାନଙ୍କର ଯେଉଁ ସବୁ ପ୍ରୋବ୍ଲେମ୍ ହୋଇଥିଲା ସେସବୁର ମଧ୍ୟ ସମାଧାନ ଘଟିବ। ଆପଣମାନେ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ସେଠାକାର ଲୋକମାନେ ଆପଣମାନଙ୍କ ଉପରେ ପ୍ରସନ୍ନ ମଧ୍ୟ ହେବେ। କାହିଁକିନା ଆପଣମାନଙ୍କର କହିବାର ଢଙ୍ଗ ଏତେ ଭଲ ହେଇଯିବ କି ଆପଣମାନେ କହୁଥିବା କଥାକୁ ସମସ୍ତେ ସମର୍ଥନ ମଧ୍ୟ କରିବେ। ଆପଣମାନଙ୍କର ଯେଉଁ ସବୁ ଦୁଶ୍ମନ ମଧ୍ୟ ଥିଲେ ସେମାନେ ମଧ୍ୟ ଆପଣମାନଙ୍କ ଉପରେ ଏତେ ସବୁ ଖୁସି ଦେଖିକି ପ୍ରସନ୍ନ ମଧ୍ୟ ବଡ଼ରୁ ବଡ଼ କାମ ଆପଣମାନଙ୍କୁ ସମାଧାନ କରିବାର ଉପାୟ ମିଳିଯିବ, ଯାହାଦ୍ୱାରା ଆପଣମାନେ ଜୀବନରେ ଆଗକୁ ମଧ୍ୟ ବଢ଼ିପାରିବେ। ହଁ ଆଜ୍ଞା, ତା ସହିତ ଘରର ପରିବାରର ସମସ୍ତ ସଦସ୍ୟମାନେ ଆପଣମାନେ ସମସ୍ତେ ଯୋଡ଼ି ହୋଇ ଏକାଠି ହୋଇ ରହିବେ। ଫ୍ରେଣ୍ଡସ୍, ଯଦି କହିବା ଏହା ଭୁଲ ହେବ ନାହିଁ କି ଆପଣମାନଙ୍କ ପାଇଁ ଆଗକୁ ଆସୁଥିବା ସମୟ ବହୁତ ଭଲ ସମୟ ହେବା ପାଇଁ କି ଯାଉଅଛି। ତାର ସମସ୍ତ କଷ୍ଟ ମଧ୍ୟ ଦୂର ହେବ ଏବଂ ଆପଣମାନଙ୍କର ମନସ୍କାମନା ମଧ୍ୟ ପୂରଣ ହେବ ଏବଂ ଆଗକୁ ଆସୁଥିବା ଟାଇମରେ ଆପଣମାନଙ୍କୁ ଧନ ଲାଭ ମଧ୍ୟ ହେବ। ନୂଆ ନୂଆ ସଫଳତା, ଖୁସି ଖବର ମଧ୍ୟ ଆପଣମାନଙ୍କୁ ମିଳିବ। ଆପଣମାନଙ୍କୁ ଜୟ ମା ଗଜଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେଉ ଏବଂ ଆପଣମାନଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହେଉ। ଆପଣମାନଙ୍କୁ ଯଦି ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ କମେଣ୍ଟ ବକ୍ସରେ ନିହାତି ଜୟ ମା ଗଜଲକ୍ଷ୍ମୀ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।